ମୋ ନା କଳସୀ ମାଝୀ, ଗ୍ରାମ ଦମାଦ ମୋହନା ବ୍ଲକ। 2022 ଇଲେକ୍ସନରେ ମୁଁ ପ୍ରତିଦ୍ୱନ୍ଦ୍ୱୀ କରିଥିଲି ସରପଞ୍ଚ ପଦବୀରେ। ତ ମୋହନା ବ୍ଲକ ଦମାଦ ପଞ୍ଚାୟତରେ ମୁଁ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱୀ କରୁଥିଲି। ଶ୍ରୀମତୀ ସରସ୍ୱତୀ ମଲ୍ଲିକ ବିଜୟ ହେଇଥିଲେ। ତ ଜାଣିଲି ତାର 2ରୁ 4ଟା ସନ୍ତାନ ଅଛି, ତେଣୁ ମୁଁ ତାର ସନ୍ତାନ ଉପରେ ପ୍ରତିବାଦ କରିକି କୋର୍ଟର ଦ୍ୱାରସ୍ଥ ହେଇଥିଲି। କୋର୍ଟ ତାର ସମସ୍ତ ପ୍ରମାଣ ଆଧାର କ୍ରମେ ତାକୁ ଅଯୋଗ୍ୟ ଅସିଦ୍ଧ ଘୋଷଣା କରିଥିଲେ 2024 6 ତାରିଖ ଅକ୍ଟୋବର ମାସରେ। କିନ୍ତୁ ସେ ପୁଣି ଥରେ ଲୋୟର କୋର୍ଟକୁ ଚ୍ୟାଲେଞ୍ଜ କରିକି ଡିଷ୍ଟ୍ରିକ୍ଟ କୋର୍ଟକୁ ଆସିଥିଲେ। ଗତ 24 ତାରିଖରେ ସିଏ ସମସ୍ତ ଆଧାର କ୍ରମେ ପୁଣି ଥରେ ତାକୁ ଅଯୋଗ୍ୟ ଘୋଷିତ କରିଛନ୍ତି। ପ୍ରଥମ ଶ୍ରେଣୀ କୋର୍ଟର ରାୟକୁ କାଏମ ରଖିଛନ୍ତି ଆଉ ପୁନର୍ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।